ଆପଣ ବରିଷ୍ଠ ପତ୍ରକାର ହିସାବରେ ନୂଆପଡ଼ାର ଯେଉଁ ଏବେ ସରଗରମ ରାଜନୀତି ଯେଉଁଭଳି ଚାଲିଛି, ତ୍ରିମୁଖୀ ଲଢ଼େଇ ହେଉଛି, ସେଥିରେ ଲୋକଙ୍କର ଅବଦାନ କ'ଣ, ଇଏ ନେତାମାନଙ୍କର ଅବଦାନ କ'ଣ ଅଛି, ତା ଉପରେ ଲୋକମାନେ ଆଲୋଚନା କରୁଛନ୍ତି। ଆମେ ଭୋଟ୍ ଦେବୁ, କାହିଁକି ଦେବୁ, ଏମାନେ ଆମ ପାଇଁ କ'ଣ କରିଛନ୍ତି, ବିଗତ ଦିନରେ କ'ଣ କରିଛନ୍ତି, ଆଗକୁ କ'ଣ କରିବେ, ତା'ର ବାସ୍ତବିକତା ଆପଣ କେତେ ଦୂର ପରଖିଛନ୍ତି? ବର୍ତ୍ତମାନ ଓଡ଼ିଶାର ବର୍ତ୍ତମାନ ଗୋଟେ ହଟ୍ ଷ୍ଟୋରି ହେଉଛି ପୁରା ନୂଆପଡ଼ା ଇଲେକ୍ସନ୍। ଏଥିରେ 3 ଜଣ ନେତାଙ୍କର ବର୍ତ୍ତମାନ ଭବିଷ୍ୟତ ବାଜିରେ ଲାଗିଛି। କିଏ ବର୍ତ୍ତମାନ ଆମର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବିଜେପି ସଭାପତି ମନମୋହନ ସାମଲ, ସେମାନଙ୍କର ସରକାରକୁ ଆସିବାର ଏଇଟା ପ୍ରଥମ ଉପନିର୍ବାଚନ ସେମାନେ ଫେସ୍ କରିବାକୁ ଯାଉଛନ୍ତି। ସେମାନେ ଗଲେ, ତାପରେ ଆମର ନବୀନ ପଟ୍ଟନାୟକଙ୍କର ତାଙ୍କର ସେ ବାଇ ଇଲେକ୍ସନ୍ ଜିତିବାରେ ମାହିର, ତାଙ୍କର ରଣନୀତି ବିଜେଡ଼ିର ତାଙ୍କ ଦୁଇ ଦଳଙ୍କୁ ସେମାନେ ଆଗରେ। କିନ୍ତୁ ସେତେବେଳକୁ ଯେତେବେଳେ ବାଇ ଇଲେକ୍ସନ୍ ସବୁ ଫେସ୍ କରିଛି ବିଜେଡ଼ି, ସେତେବେଳକୁ ସେ ସରକାରୀ କଳ ଧରିକି ଫେସ୍ କରିଥିଲା। କିନ୍ତୁ ଆଜି ବିନା ସରକାରୀ କଳରେ ତାଙ୍କର କ'ଣ କରିପାରୁଛନ୍ତି, ନୂଆପଡ଼ା ଉପନିର୍ବାଚନ ପରେ ଜଣାପଡ଼ିବ ତାଙ୍କର କ'ଣ। ସେଇ ତାଙ୍କର ଭବିଷ୍ୟତ, ସେଇ ନିର୍ବାଚନ ଫଳାଫଳ, ନୂଆପଡ଼ା ନିର୍ବାଚନ ଫଳାଫଳ ବିଜେଡ଼ିର ଭାଗ୍ୟ ଭବିଷ୍ୟତ କ'ଣ ହେବ କ'ଣ ନାହିଁ ରୂପରେଖ ସେଇଠି ତିଆରି ହେବ। ରହିଲା କଂଗ୍ରେସର ବର୍ତ୍ତମାନ ପିସିସି ସଭାପତି ଭକ୍ତଚରଣ ଦାସ, ସେ ବର୍ତ୍ତମାନ ଅକେଲାଚଲ ନୀତିରେ ଚାଲିଛନ୍ତି, ଯେଉଁଥିପାଇଁ କି ତାଙ୍କର ଘାସିରାମ ମାଝୀ ସେଠି ଗୋଟେ ଜଣେ ଭଲ କ୍ୟାଣ୍ଡିଡେଟ୍ ଥିଲେ କଂଗ୍ରେସ ପାଇଁ, ସେ ୱିନିଂ କ୍ୟାଣ୍ଡିଡେଟ୍ କହିବାକୁ ଗଲେ କିଛି ଭୁଲ ହେବନି। କିନ୍ତୁ ସିଏ ବର୍ତ୍ତମାନ କ'ଣ ସେ ସ୍ୱାଧୀନରେ ଯେତେବେଳେ 51,000 ଭୋଟ୍ ପାଇଥିଲେ ଗଲା ଥର, ଏଥର ସେ ଦଳୀୟ ଟିକଟ କଂଗ୍ରେସ ଟିକଟରେ ବର୍ତ୍ତମାନ ଇଲେକ୍ସନରେ ଠିଆ ହେଇଛନ୍ତି। ବର୍ତ୍ତମାନ କଂଗ୍ରେସ ଭୋଟ୍, ସ୍ୱାଧୀନ ଭୋଟ୍ ମିଶିକିରି ସେ ବାଜି ମାରିନେବେ ବୋଲି ଏଇ ଆଶା କରିକିରି ଭକ୍ତଚରଣ ଦାସ ସେ ଅକେଲାଚଳ ନୀତି ଧାରଣ କରି, ଯେହେତୁ ତାଙ୍କ ସେ ସେଇ ସିଟ୍ରୁ 2 ଥର MP ହେଇଥିଲେ, କଳାହାଣ୍ଡି ପାର୍ଲାମେଣ୍ଟ ସେଗମେଣ୍ଟରୁ ଯାଉଛି ନୂଆପଡ଼ାଟା, ତେଣୁ ସେଠାରେ ବି ତାଙ୍କର ବି କିଛି ଭୋଟ୍ ଅଛି। ତେଣୁ ଏଇସବୁ ମିଶିକିରି ସିଏ ବାଜି ମାରି ନେଇଯିବେ ବୋଲି ସେ ଆଶା କରି ସେ ଏକଲାଚଳ ନୀତିରେ ଚାଲିଛନ୍ତି। ସେଥିପାଇଁ ବହୁତ କଂଗ୍ରେସ ନେତାମାନେ ବି ଅସନ୍ତୁଷ୍ଟ ଅଛନ୍ତି। ସେଇଟା ଗୋଟେ ରିସ୍କ ନେଇଛନ୍ତି, ଭକ୍ତବାବୁ ଗୋଟେ ବଡ଼ ରିସ୍କ ନେଇଛନ୍ତି। ଯଦି ଜିତିଗଲେ ଏକଲା ହିରୋ ହେଇଯିବେ, ଯଦି ହାରିଗଲେ ତାଙ୍କ ଉପରେ ଦଳ ଭିତରୁ ବଡ଼ କନ୍ଦଳ ସୃଷ୍ଟି ହେବ। ଇଏ ହେଉଛି ଆଜିର ସମୟରେ, ବର୍ତ୍ତମାନ ସମୟରେ ନୂଆପଡ଼ାର ପରିସ୍ଥିତି। ଗ୍ରାଉଣ୍ଡ ଜିଲ୍ଲାରେ ବର୍ତ୍ତମାନ ଲୋକ ପଚାରୁଛନ୍ତି ବର୍ତ୍ତମାନ ନେତାଙ୍କୁ, ଆମେ ଭୋଟ୍ ଦେଲେ ଆମ ପାଇଁ କିଏ କାମ କରିବ, ଆମେ କାହାକୁ ଭୋଟ୍ ଦେବୁ, କ'ଣ ପାଇଁ ଭୋଟ୍ ଦେବୁ? କିଏ ଆଜି ଦେଖିଲେ ନେତା ଯେ କାମ କରିବେ, ସେମିତି ହେଲେ ତ କାହାକୁ ଦେଲେ ମାନେ ବର୍ତ୍ତମାନ ତ ସରକାରୀ ଦଳକୁ ଦେଲେ ଲୋକଙ୍କର କାମ ହେବ, ଆଉ ବିରୋଧୀ ଦଳକୁ ଦେଲେ ତ ଲୋକଙ୍କର କାମ ହେବନି। ସେ ସରକାରୀ ଦଳ କରିବାକୁ ଗଲେ ସରକାରୀ ଦଳ ଡିଆଁ ପାଟା ମାରିଛି। ସରକାରୀ କଳ ବର୍ତ୍ତମାନ ସେମାନଙ୍କ ନେତାମାନେ ଯାଇକି ସେମାନେ ବହୁତ ପ୍ରଚାର କରୁଛନ୍ତି, ତାଙ୍କର ବି ବହୁତ। ସରକାରୀ ଦଳ ଯଦି କାମ କରିବେ ବୋଲି ଲୋକ ଭାବି ପାରିଥାନ୍ତେ, ତାହେଲେ ତାଙ୍କ ଦଳର କ୍ୟାଣ୍ଡିଡେଟ୍ ନାହିଁ, ଆଙ୍କ ଦଳରୁ ଘୋଷାଡ଼ିକି ନେଇଛନ୍ତି। ସେ କାହିଁକି ନେଲେ, ଯେହେତୁ ତାଙ୍କର ଏଇ ଯେଉଁ ଶିକ୍ଷାଟା ଏଇଟା ସେ ବିଜେଡ଼ିଠୁ ଶିଖିଥିଲେ। କାରଣ ଯେତେବେଳେ ବିଜେପୁର ବାଇ ଇଲେକ୍ସନ୍ ହେଲା, ସୁବଳ ସାହୁଙ୍କ ପତ୍ନୀକୁ ବିଜେଡ଼ି ଯେମିତି ଧରି ପଳାଇଲା ସିମ୍ପାଥି ଭୋଟ୍ ନେଇକରି ସେ ବାଜି ମାର୍କ କରିବା ପାଇଁ, ଠିକ୍ ସେଇ ଫର୍ମୁଲାଟା ବିଜେପି ଆମର ନୂଆପଡ଼ାରେ ଆପଣେଇଛି। ଯଦି ଆପଣେଇଛି ତାହେଲେ ସବୁ ଜିନିଷକୁ ଇଏ ଆପଣଉଛି, ବିଜେଡ଼ିର କାମ କାର୍ଯ୍ୟକୁ ଇଏ କରୁଛି, ସେ ଦଳ କରୁଛି। ଏଥିରେ କଂଗ୍ରେସର ଭୂମିକା କେଉଁଠି ରହିବ? ଆଙ୍କ ଭିତରେ ଲଢ଼େଇ ହେବ ନା କଂଗ୍ରେସ ତା ଭିତରେ କୁଆଡ଼େ ଯିବ? ତାଙ୍କର ବର୍ତ୍ତମାନ ବିଜେପିରେ ତାଙ୍କର ଜୋରସୋର ତାଙ୍କର ଲଢ଼େଇ ଚାଲିଛି। ତା ଭିତରେ ଯେ କଂଗ୍ରେସ ବାଜି ମାରି ନ ନେଇଯିବ ତାରି ମାନେ ନାହିଁ। କାରଣ ଏତେ ବର୍ତ୍ତମାନ ନୂଆପଡ଼ାରେ ଆଦିବାସୀ ଭୋଟ୍ଟା ହେଉଛି ମେନ୍ ନିର୍ଣ୍ଣାୟକ ଭୋଟ୍। ଆଦିବାସୀ ଭୋଟ୍ ଯଦି ୱାନ୍ ସାଇଡ଼୍ ଭୋଟ୍ ହେଇଯାଏ ତାହେଲେ କଂଗ୍ରେସ ପାଇଁ କିଛି ଅସୁବିଧା ହେବନି। କିନ୍ତୁ
ଇଲେକ୍ସନରେ ତ ଏମାନେ ତାର ଦୁର୍ଗ ଭାଙ୍ଗିବା ପାଇଁ ସେମାନେ ଲାଗିଛନ୍ତି। ତ ସବୁ ଭୋଟ ଯେମିତି ସ୍ୱାଧୀନ ଠିଆ ହେଇ ଯେମିତି ସବୁ ଭୋଟ ଇଏ 50-51 ହଜାର ଭୋଟ ପାଇଥିଲେ, ସେ ଭୋଟଟା ତ ସିଏ ବଞ୍ଚେଇ ରଖିପାରିବେନି ପଶ୍ଚିମ ଢେଙ୍କାନାଳରେ। ବାଇ ଇଲେକ୍ସନ୍ ଏଠି ସରକାରୀ କଳ ଲାଗୁଛି, ମାନେ ସବୁ ଅର୍ଥ ବଳଠୁ ବାହୁବଳ ସବୁ ଏଠି ଲାଗିଛନ୍ତି ସବୁ ପାର୍ଟିର। ତେଣୁ ଏଠି ସେଇ ଭୋଟଟା ଯେ ଘାସିରାମ ପାଇବେ ଏର କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ଫଳାଫଳ ଗୋଟେ ରୋଚକ ମୋଡ଼କୁ ଯାଇକି ପହଞ୍ଚିଛି। ବର୍ତ୍ତମାନ କ'ଣ ହେବ କ'ଣ ନାହିଁ, ପଲିଟିକାଲ ସର୍ଭେ ରିପୋର୍ଟ ବର୍ତ୍ତମାନ କେହି ଜଜମେଣ୍ଟ କରିକି ଦେଇପାରୁନାହାନ୍ତି। ବର୍ତ୍ତମାନ କିଏ ଆଗରେ ଅଛନ୍ତି, କାହା ପଲା ଭାରି, କିଏ ଆଗଉଛି, ସେଭଳିଆ ରିପୋର୍ଟ ବର୍ତ୍ତମାନ କୌଣସି ସୋସିଆଲ ମିଡ଼ିଆରେ ବି ମଧ୍ୟ ବି ହେଉନି। ଗ୍ରାଉଣ୍ଡ ଜିରୋରୁ ଦେଖିଲେ ଲୋକ ଶାନ୍ତ ହିସାବରେ ଅଛନ୍ତି। ଇଏ ଡାକିଲେ ତା ପାଖକୁ ଯାଉଛନ୍ତି, ସିଏ ଡାକିଲେ ତା ପାଖକୁ ଯାଉଛନ୍ତି, ବୁଲୁଛନ୍ତି। ଲୋକଙ୍କର ମୋରାଲିଟି କ'ଣ ଅଛି, ଲୋକ କ'ଣ ଚିନ୍ତା କରୁଛନ୍ତି, ଆପଣମାନେ କ'ଣ କରୁଛନ୍ତି ଗ୍ରାଉଣ୍ଡ ଜିରୋରେ? ଗ୍ରାଉଣ୍ଡ ଜିରୋରେ ବର୍ତ୍ତମାନ କହିଲେ ବର୍ତ୍ତମାନ ଭୋଟରଙ୍କ ମାଇଣ୍ଡକି ଚୁଜ୍ କରିବା ସେଇଟା ଏତେ ସହଜ କଥା ନୁହେଁ। ଆଜି ଯେଉଁ ଭୋଟର ଆଜି କହୁଛି ମୁଁ ଆକୁ କଂଗ୍ରେସକୁ ଦେବି, କାଲି ସେ ବିଜେଡ଼ିକି ଦେବି, ତାପର କହିବ ବିଜେପିକି ଦେବି। କିନ୍ତୁ ଫ୍ଲୋଟିଂ ଭୋଟର ଅଛନ୍ତି। ଫ୍ଲୋଟିଂ ଭୋଟର କୁଆଡ଼େ ଯିବେ ସେଟା ବର୍ତ୍ତମାନ କହିହେବନି। ସେଟା ଆହୁରି ତ ନିର୍ବାଚନ ପ୍ରଚାର ପାଇଁ ଆହୁରି 8 ଦିନ ଅଛି। ଏଇ ଟାଇମ୍ଟା ହେଉଛି ପିକ୍ ଟାଇମ୍ଟା। ୟା ଭିତରେ ଆଉ 4-5 ଦିନ ପରେ ତାହେଲେ ପୁରା ଜଣାପଡ଼ିଯିବ ଯେ ଭୋଟଟା କିଏ ଜିତିବ। ବର୍ତ୍ତମାନଠୁ ଆଜିଠୁ କହିହେବନି। ବର୍ତ୍ତମାନଠୁ ତେଣୁ ସବୁ ଦଳ ସମସ୍ତେ ଜିଦ୍ ଜାନ୍ ଲଗେଇକିରି ସର୍ଭେ ତ 15 ଦିନ ଭିତରେ ଜଣା ପଡ଼ିବ ନା, 15 ଦିନ ଆଗରୁ କରିଦେବ ନା ସର୍ଭେ। ଆଉ ସେଇଦିନ ସର୍ଭେ କରିବ କି? ସେମିତି ସେଇଭଳି ତ କହିଲେ ତ ବିଜେଡ଼ି ଜିତିଥିଲା, ବିଜେଡ଼ି ସିଟ୍ଟା ତ ବିଜେଡ଼ି ଜିତିବ। ସେପରି କହିଲେ ବିଜେଡ଼ି ଜିତିଥିଲା, ବିଜେଡ଼ି ସିଟ୍, ତେଣୁ ବିଜେଡ଼ି ତ ଜିତିବ। ତାହେଲେ ଏଥିରେ ପ୍ରଶ୍ନ ପଚାରିବା କେଉଁଠି ଆସିଲା? ଯେହେତୁ କ୍ୟାଣ୍ଡିଡେଟ୍ ଏପଟ ସେପଟ ହେଇଛନ୍ତି, ବିଜେଡ଼ିରୁ ଜର୍ଜ ହୋଲିକା ଯାଇ ବିଜେପିରେ ମିଶିଛନ୍ତି, ବିଜେପି କର୍ମୀ ଆକୁ ଗ୍ରହଣ କରିପାରୁନାହାନ୍ତି। ନାଇଁ, ଆମକୁ ଦଳୀୟ ହିସାବରେ ଆମେ ଦେଖିଲେ ହେବନି। ଆପଣ ଗ୍ରାଉଣ୍ଡ ଜିରୋରେ ପବ୍ଲିକଙ୍କ ମତାମତରୁ ସର୍ଭେ ରିପୋର୍ଟଟା ଜଣାପଡ଼େ। ପବ୍ଲିକ କ'ଣ ଓପିନିଅନ୍ ଦେଉଛନ୍ତି, ତାଙ୍କର ମତାମତ କ'ଣ, କେଉଁ ଯୁବ ଗୋଷ୍ଠୀ କ'ଣ ଦେଉଛନ୍ତି, ଛାତ୍ର ସମାଜ କ'ଣ ରିପୋର୍ଟ ଦେଉଛନ୍ତି, ବୃଦ୍ଧ ଲୋକ କି ଓପିନିଅନ୍ ଦେଉଛନ୍ତି, ସମସ୍ତଙ୍କ ମତାମତକୁ ନେଇକି ଜଣାପଡ଼େ କେଉଁ ଆଡ଼ିକି ଯିବ। ଆମର ଗ୍ରାଉଣ୍ଡ ଜିରୋରେ ଲୋକମାନେ କାମ କରୁଛନ୍ତି। ପ୍ରଥମେ କାମ ସମସ୍ତେ ଆମର ପ୍ରଥମେ ଯେତେବେଳେ ଆମର ସେଟା ରିପୋର୍ଟ ନିଆହେଇଥିଲା, ସେ ପ୍ରଥମେ କଂଗ୍ରେସ 1ରେ ଥିଲା, ପ୍ରଥମରେ ଥିଲା। ତାପରେ ବିଜେପି 2ରେ ଥିଲା, ବିଜେଡ଼ି 3 ଥିଲା। ତାପରେ କିଛି ଦିନ ଯେତେବେଳେ ତାଙ୍କର ଫାଇନାଲି ତାଙ୍କର ବିଜେଡ଼ିର ପ୍ରଚାର ଆରମ୍ଭ ହେଲା, ସେତେବେଳେ ବିଜେଡ଼ି କାଟିକିରି ତ 1କୁ ପଳେଇଲା। ତେଣୁ ବର୍ତ୍ତମାନ ଉପର ତଳ ଚାଲିଛି। ତେଣୁ ବର୍ତ୍ତମାନ 4-5 ଦିନ ପରେ ଯେହେତୁ ଦେଖାଯାଉ 14 ତାରିଖ ପରେ ଉପନିର୍ବାଚନ, ସେଠାରେ ଆପଣଙ୍କର ଗ୍ରାଉଣ୍ଡ ଜିରୋ ରିପୋର୍ଟ କିଛି କହିପାରିବନି। କାହିଁକି ନା ପ୍ରତି ରାତିରେ ପ୍ରତି ଘଡ଼ିରେ ଲୋକ ତାଙ୍କ ପାଖେ ପ୍ରତି ଘର ପିଛା ନେତା ଜଗିଛନ୍ତି। ଆଜି ଇଏ ନେତା ଆଜି କହିଦେଇଛି, କାଲିକି ସେ ନେତା ଆସିକିରି ପଶିଗଲା। ତେଣୁ ସେତେବେଳେ ଚେଞ୍ଜ ହେବ। ତେଣୁ ବର୍ତ୍ତମାନ ମାନେ ଅରିଜିନାଲ ଦେଖିଲେ 9 ତାରିଖ ନହେଲା ଯାଏ କିଛି କହିହେବନି। 10 ତାରିଖ ଦିନ ଯଦି ଆମ ରିପୋର୍ଟ ଆସିବ, ସେଇଟା ଫାଇନାଲ ରିପୋର୍ଟ ଆସିବ। କିନ୍ତୁ ଏଇ ଭୋଟରରେ ଆଜି ୟା ସାଙ୍ଗେ ବୁଲୁଛି, କାଲି ତା ସାଙ୍ଗେ ବୁଲୁଛି, ତା ସାଙ୍ଗେ ବୁଲୁଛି। କିନ୍ତୁ ପ୍ରତି ପାର୍ଟିର ପ୍ରତି ଘର ପିଛା ଗୋଟେ ନେତା ଜଗିଛନ୍ତି। ତମେ ଆଜି ଏଇ ନେତା ଜଗିଛି, କାଲି ଆଉ କେଉଁ ନେତା ପଶିଯିବ। ତେଣୁ ଏଇଟା ବର୍ତ୍ତମାନ କୌଣସି ସର୍ଭେଟେ ବାଇ ଇଲେକ୍ସନଟାରେ କୌଣସି ସର୍ଭେ କାମ କରୁନି। ଠିକ୍ ଅଛି, ଦେଖାଯାଉ, ଅପେକ୍ଷା କରିବା ରେଜଲ୍ଟକୁ, କ'ଣ ଜଣାପଡ଼ିବ। ହେଲା।